କିଛି ଗୁଡ଼ାଏ ପରିକଳ୍ପନା ବା ପରିଯୋଜନାର ଆରମ୍ଭ କରିଥିଲେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇନାହିଁ। ତତ୍ସଙ୍ଗେ ସଙ୍ଗେ ନିର୍ବାଚନକୁ କେବଳ ଆଖି ଆଗରେ ରଖିକରି ତାର ସେ କାର୍ଯ୍ୟକ୍ରମ ଗୁଡ଼ାକର ଶୁଭୋଦ୍ଘାଟନ କାର୍ଯ୍ୟକ୍ରମ ପାଇଁ ସରକାର ତିଥି ନିର୍ଦ୍ଧାରଣ କରିଛନ୍ତି। ଯେଭଳି ଆପଣ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ହେଉ କିମ୍ବା ସମଲେଇ ମନ୍ଦିର ପ୍ରକଳ୍ପ ହେଉ, ଆମେ ଦେଖୁଛୁ ସମଲେଇ ମନ୍ଦିର ପ୍ରକଳ୍ପ ବର୍ତ୍ତମାନ ପର୍ଯ୍ୟନ୍ତ ସରିନାହିଁ। କେବଳ ନିର୍ବାଚନକୁ ଆଖି ଆଗରେ ରଖିକରି ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଆସିକି ତାକୁ ଶୁଭୋଦ୍ଘାଟନ କରିବେ। ତ ଆମର ଅନୁରୋଧ ରହୁଛି ଯଦି ଏଭଳି ଭାବରେ ନିର୍ବାଚନକୁ ଆଖି ଆଗରେ ରଖିକରି ହରବର ତରବର କରି କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ তাহলে এর অবস্থা মধ্যে সে বিরসা মুন্ডা স্টেডিয়াম ভଳି ହେବ এবং বিরসা মুন্ডা স্টেডিয়াম যে 15 দিନରେ ভাঙ্গি ଯାଇଥିଲା এইগুড়াক মধ্যে আগামী দিନରେ 15 দিନରେ নিশ্চিত ভাବରେ ভাঙ্গিଯିବ। ତେଣୁକରି ସରକାରଙ୍କୁ ଆମର ଅନୁରୋଧ ରହୁଛି ଯେ କୌଣସି ବି ପରିଯୋଜନା ଯେଉଁ କରିଛନ୍ତି ତାକୁ କିଭଳି ଭାବରେ ଲଙ୍ଗ ଲାଷ୍ଟିଂ କରିବ, ମଜବୁତ କାମ ହେବ ସେ ପ୍ରତି ଦୃଷ୍ଟି ଦିଅନ୍ତୁ। ଜୀବନରେ ସବୁ କିଛି ରାଜନୈତିକ ଦଳର ସବୁ କିଛି ରାଜନୈତିକ ସହିତ ଜଡ଼ିତ ହେବାର ଆବଶ୍ୟକତା ନାହିଁ। ଲୋକ ଜାଣିଛନ୍ତି କେଉଁ ସରକାର କେଉଁଟା କରୁଛି, କେଉଁଟା କେନ୍ଦ୍ର ଯୋଜନା, କେଉଁଟା ରାଜ୍ୟ ଯୋଜନା, କେଉଁଟା କେନ୍ଦ୍ର ପଇସା, କେଉଁଟା ରାଜ୍ୟ ସରକାର ଲୋକଙ୍କୁ ସବୁ ଜଣାଅଛି। ତେଣୁ ରାଜ୍ୟ ସରକାର ହଡ଼ବଡ଼ ନ ହେଇକରି ସମସ୍ତ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିକି ଶୁଭୋଦ୍ଘାଟନ କରନ୍ତୁ। ନହେଲେ ଲୋଏସ୍ ସୁତଳ ପ୍ରକଳ୍ପରେ ଯେଭଳି ଭାବରେ ସରକାରକୁ ଅପଦସ୍ଥ ହେବାକୁ ପଡ଼ିଥିଲା ଏଠି ମଧ୍ୟ ଅପଦସ୍ଥ ହେବାକୁ ପଡ଼ିବ ଏବଂ ବିରସା ମୁଣ୍ଡା ଷ୍ଟାଡିୟମ ଯେଉଁ 15 ଦିନରେ ଯେଉଁ ଅବସ୍ଥା ହେଇଥିଲା ଏଠି ମଧ୍ୟ 15 ଦିନରେ ସେ ଅବସ୍ଥା ହେବ ନିଶ୍ଚିତ ଭାବରେ। निश्चित भाव देखो 500 वर्षर अपेक्षार अंत घटला। श्रीरामचंद्र मंदिर प्रतिष्ठा हम, मंदिर श्रीराम भगवान प्रतिमूर्ति स्थापन हम, जीवदान दिज्व जो सेटा जो प्रकल्प रही सहित पुरी मंदिर वर्तमान प्रकल्प कौन सामंजस्य ना से पूर्णांग भाव में गोटे मंदिर या मंदिर प्राण प्रतिष्ठा हे, भगवान मूर्ति स्थापना हम और पुरी मंदिर कौन जी गोटे बेढ़ार कम होती 4टा गमला रखाई 10टा शौचालय या सहित तुलना करी जो चाउल अक्षत गुआ नड़िया डाकी निमंत्रण करने की आवश्यकता नहीं। ताहा एक जदि आप कहे पुरीर प्रकल्पटा गोटे विकासर प्रकल्प और जगन्नाथ मंदिरटा गोटे आस्थार प्रकल्प निश्चित भाव दुईटा भितर बहुत अंतर रही। तेणु राज्य सरकार से अंतर को बुझीकी निजर कार्यशैली को रखिए, ना लोक हसा हवा छड़ा किसी हेबनी।